ओम शांति। आज साकार महावाक्य 24/10/2025। मधुर संतान माने बाबा आसीचंती तुम मानंकु घरर रास्ता बताइबा पाई। जदि तुमे आत्माभिमानी होई रहिबो तेबे ही रास्ता को सहजरे देखि पारिबो। प्रश्न, संगम जुगरे एपरि केउ ज्ञान मिलिछि जहा द्वारा सत्यजुगी देवता मानकु मोहजित कहाजिबो? उत्तर, संगम रे बाबा तुम मानकु अमर कथा सुनाई अमर आत्मार ज्ञान देउछंती। तुमको ज्ञान मिलला जे एहा हेउछि पूर्व प्रस्तुत अविनाशी ड्रामा। एथिरे प्रत्येक आत्मा निज निजर अभिनय करुछंती। आत्मा गोटे शरीर छाड़ी अन्य एक शरीर धारण करुछि। एथिरे कांदिबार कौनसी कथा नाही। ଏହି ଜ୍ଞାନ ଦ୍ୱାରା ହିଁ ସତ୍ୟଯୁଗୀ ଦେବତାମାନଙ୍କୁ ମୋହଜିତ କୁହାଯାଉଛି। ସେଠାରେ ମୃତ୍ୟୁର ନାମ ରହିବ ନାହିଁ। ଖୁସି ଖୁସିରେ ପୁରୁଣା ଶରୀର ଛାଡ଼ି ନୂଆ ଧାରଣ କରିଥାନ୍ତି। ଧାରଣ ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, एकमात्र बाबाଙ୍କ ମତରେ ଚାଲି ସର୍ବଦା ସନ୍ତୁଷ୍ଟ ରହି ସନ୍ତୋଷୀ ଦେବୀ ହେବାର ଅଛି। ଏଠାରେ କୌଣସି ବି ଆଶା ରଖିବାର ନାହିଁ। ବାବାଙ୍କ ଠାରୁ ସର୍ବପ୍ରାପ୍ତି କରି ପଦ୍ମପତି ହେବାର ଅଛି। 2 ନମ୍ବର, ସବୁଠାରୁ ଅଧିକ ଭ୍ରଷ୍ଟାଚାରୀ କରୁଥିବା ସାଧନ ହେଉଛି ସିନେମା। ତେଣୁ ତୁମକୁ ସିନେମା ଦେଖିବାକୁ ମନା କରାଯାଇଛି। ଯଦି ତୁମେ ବାହାଦୁର ଅଟ ତେବେ ହଦ୍ ଏବଂ ବେହଦର ବାଇସ୍କୋପର ରହସ୍ୟକୁ ଜାଣି ଅନ୍ୟମାନଙ୍କୁ ବୁଝାଅ, ସେବା କର। ବରଦାନ, ପୁରୁଷାର୍ଥରେ ତଥା ସେବାରେ ବିଧିପୂର୍ବକ ବୃଦ୍ଧି ପ୍ରାପ୍ତ କରୁଥିବା ତୀବ୍ର ପୁରୁଷାର୍ଥୀ ହୁଅ। ବ୍ରାହ୍ମଣ ଅର୍ଥାତ୍ ବିଧିପୂର୍ବକ ଜୀବନ। କୌଣସି ବି କାର୍ଯ୍ୟ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ତାହା ବିଧିପୂର୍ବକ ଭାବରେ କରାଯାଇଥାଏ। ଯଦି କୌଣସି କଥାରେ ନିଜର ପୁରୁଷାର୍ଥରେ ବା ସେବାରେ ବୃଦ୍ଧି ହେଉନାହିଁ ତେବେ ନିଶ୍ଚିତ ଭାବରେ କୌଣସି ବିଧିରେ କମି ରହିଛି। ତେଣୁ ଚେକ୍ କର, ଅମୃତ ବେଳାଠାରୁ ରାତି ପର୍ଯ୍ୟନ୍ତ ମନ, ବଚନ, କର୍ମ ଅଥବା ସମ୍ପର୍କ ବିଧିପୂର୍ବକ ରହିଛି ତ, ଅର୍ଥାତ୍ ବୃଦ୍ଧି ହୋଇଛି ତ? ଯଦି ହୋଇନାହିଁ ତେବେ କାରଣକୁ ଚିନ୍ତା କର ଏବଂ ତାର ନିବାରଣ କର, ତେବେ ଆଉ ନିରାଶ ହେବ ନାହିଁ। ଯଦି ତୁମର ଜୀବନ ବିଧିପୂର୍ବକ ଅଟେ ତେବେ ବୁଦ୍ଧି ନିଶ୍ଚିତ ହେବ ଏବଂ ତୁମେ ତୀବ୍ର ପୁରୁଷାର୍ଥୀ ହୋଇଯିବ। ସ୍ଲୋଗାନ, ସ୍ୱଚ୍ଛତା ଏବଂ ସତ୍ୟତାରେ ସମ୍ପନ୍ନ ହେବା ହିଁ ସଚ୍ଚା ପବିତ୍ରତା ଅଟେ। ଅବ୍ୟକ୍ତ ଇଶାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେତେବେଳେ ବାଣୀ ଦ୍ୱାରା କୌଣସି କାର୍ଯ୍ୟରେ ସିଦ୍ଧି ମିଳୁନାହିଁ ସେତେବେଳେ କହୁଛ ଇଏ ବାଣୀ ଦ୍ୱାରା ବୁଝିବେ ନାହିଁ, ବରଂ ଶୁଭ ଭାବନା ଦ୍ୱାରା ପରିବର୍ତ୍ତନ ହେବେ। ଯେଉଁଠି ବାଣୀ କାର୍ଯ୍ୟକୁ ସଫଳ କରିପାରିବ ନାହିଁ ସେଠାରେ ଶାନ୍ତିର ଶକ୍ତିର ସାଧନ, ଶୁଭ ସଂକଳ୍ପ, ଶୁଭ ଭାବନା ଏବଂ ନୟନର ଭାଷା ଦ୍ୱାରା ଦୟା ଏବଂ ସ୍ନେହର ଅନୁଭୂତି ହିଁ କାର୍ଯ୍ୟକୁ ସିଦ୍ଧି କରିଦେଇପାରିବ। ଓମ୍ ଶାନ୍ତି।